ଭଗବାନଙ୍କ ଦରବାରରେ ଓକିଲ ଦରକାର ନାହିଁ। ନୀରବ ରହି କର୍ମ କରି ଚାଲନ୍ତୁ। ସମସ୍ତଙ୍କର ହିସାବ ଚାଲିଛି। କେଉଁ ସମୟରେ ନୀରବ ରହିବେ? ମଳମୂତ୍ର ତ୍ୟାଗ ସମୟରେ, ଭୋଜନ କରୁଥିବା ସମୟରେ, ଦେବତା ପୂଜା କରୁଥିବା ସମୟରେ, ଦନ୍ତ ମଞ୍ଜନ କରୁଥିବା ସମୟରେ, ସ୍ନାନ କରୁଥିବା ସମୟରେ, ମୈଥୁନ କରୁଥିବା ସମୟରେ, ଶ୍ରାଦ୍ଧ ଦେଉଥିବା ସମୟରେ ଏବଂ ଧ୍ୟାନ କରୁଥିବା ସମୟରେ ନୀରବ ରହିବା ଉଚିତ। କ'ଣ ଥିଲେ କାହାର ପ୍ରୟୋଜନ ମୂଲ୍ୟହୀନ। ସତ୍ୟ ଥିଲେ ତପସ୍ୟା ମୂଲ୍ୟହୀନ। ମନ ପବିତ୍ର ଥିଲେ ତୀର୍ଥଯାତ୍ରା ମୂଲ୍ୟହୀନ। ସୌଜନ୍ୟ ଥିଲେ ଅନ୍ୟ ସବୁ ଗୁଣ ମୂଲ୍ୟହୀନ ଅଟେ। ମିତ୍ର ଥିଲେ ଉତ୍ତମ ଔଷଧ ମୂଲ୍ୟହୀନ। ପ୍ରିୟା ବିଚ୍ଛେଦ ଘଟିଲେ ଯୌବନ ମୂଲ୍ୟହୀନ। ପୁତ୍ର ଜାତ ନହେଲେ ସ୍ତ୍ରୀ ସଂସର୍ଗର ଫଳ ମୂଲ୍ୟହୀନ। ବିଦ୍ୟା ନଥିଲେ ଆନଧନ ମୂଲ୍ୟହୀନ। ଲଜ୍ଜା ଥିଲେ ଆଭୂଷଣ ମୂଲ୍ୟହୀନ। କ୍ଷମା ଥିଲେ କବଚ ମୂଲ୍ୟହୀନ। ଲୋଭ ଥିଲେ ଶତ୍ରୁ ମୂଲ୍ୟହୀନ। ସୁଖ ଦୁଃଖ ତ ଆସିବ, ଛାଇ ଆଲୁଅ ଦିନ ରାତି ପରି ଦୁଃଖ ସୁଖ ସୃଷ୍ଟିର ନିୟମ। ଆମେ ସହ୍ୟ କରିବାର ଅଭ୍ୟାସ କରିବା ଆବଶ୍ୟକ। ଏହା ସହିତ ନୂଆ ଶୈଳୀରେ ପୁଣି ଜୀବନ ସଂଘର୍ଷ ଆରମ୍ଭ କରିବା ଜରୁରୀ। ନହେଲେ ଆମେ ପଛରେ ପଡ଼ିଯିବା। କିଛି ନୀତି ଶିକ୍ଷା। ବିଳମ୍ବ ନ୍ୟାୟ ଅନ୍ୟାୟ ସଙ୍ଗେ ସମାନ। ସାହସୀ ବ୍ୟକ୍ତିକୁ ସୌଭାଗ୍ୟ ସାହାଯ୍ୟ କରେ। ସୁନାର ପରୀକ୍ଷା ଅଗ୍ନିରେ। ସବଳ ପୁରୁଷର ପରୀକ୍ଷା ପ୍ରତିକୂଳ ଅବସ୍ଥାରେ। ଯୁବା ବୁଢ଼ା ହୁଏ 40ରେ, ବୁଢ଼ା ଯୁବା ହୁଏ 50ରେ। ଜ୍ଞାନୀ ଘୃଣା କରେ ତୋଷାମଦକୁ, ମୂର୍ଖ ଆଶ୍ରା କରେ ତାହାକୁ। ବଞ୍ଚିବା ପାଇଁ ଖାଅ, ଖାଇବା ପାଇଁ ବଞ୍ଚ ନାହିଁ। ଶାନ୍ତି ହେଉଛି ଚିରସ୍ଥାୟୀ ଆନନ୍ଦ। ଯଶ ହେଉଛି ବିରୋଚିତ କର୍ମର ସୁବାସ। ନିରାଶାର ଅନ୍ତରାଳରେ ଆଶାର ଆଲୋକ ଥାଏ। ପ୍ରଥମ ଧାରଣା ସହଜରେ ଲିଭେ ନାହିଁ। ଗରିବ ମାଇପ ସବୁରିଶାଳୀ। ବାଘ ଭୟ ଯେଉଁଠି ରାତି ପାହେ ସେଇଠି। ଆଗ କାମ ପଛକୁ ରଖି ପଛ କାମ ଆଗ କର ନାହିଁ। ବୁଦ୍ଧିମାନ ଲୋକ ସଂକ୍ଷେପରେ ପ୍ରକାଶ କରେ। ଦୁଃଖ ଅତୀତ ହୋଇଗଲେ ବା ଭବିଷ୍ୟତରେ ଆସିବାକୁ ଥିଲେ। ଏଥିପାଇଁ ବୁଦ୍ଧିମାନ ଲୋକ ଚିନ୍ତା କରନ୍ତି ନାହିଁ। ବର୍ତ୍ତମାନ ହିଁ ସବୁକିଛି। ତେଣୁ ଆମେ ବର୍ତ୍ତମାନର ସଦୁପଯୋଗ କରିବା ଆବଶ୍ୟକ। ମନୁଙ୍କ କିଛି ବାଣୀ। ଏକୁଟିଆ ହୋଇ ଦୂର ବାଟକୁ ଯିବ ନାହିଁ। ରାତ୍ରିରେ ଗଲାବେଳେ ଗଛ ମୂଳ ଦେଇ ଯିବ ନାହିଁ। ବାଛୁରୀ ବନ୍ଧା ହୋଇଥିବା ଦଉଡ଼ି ଡେଇଁ ଯିବ ନାହିଁ। ଦାନ୍ତରେ ନଖ ଛିଣ୍ଡାଇବ ନାହିଁ। ଭୋଜନ ପରେ ମଧ୍ୟରାତ୍ରରେ ଅଜ୍ଞାତ ଜଳାଶୟରେ ଗଭୀର ଜଳରେ ସ୍ନାନ କରିବ ନାହିଁ। ମିଛ ଯେତେ ଜୋରରେ ଶବ୍ଦ କରୁ ପଛେ କିନ୍ତୁ ସତ୍ୟର ଆଗରେ ସର୍ବଦା ଦବି ଯାଇଥାଏ। ଆପଣ ଯେତେ ଛଳନା କରି ଉପରକୁ ଯାଆନ୍ତୁ ପଛେ ତାର 2 ଗୁଣା ନିଶ୍ଚୟ ତଳକୁ ଆସିବେ। ସର୍ବଦା ସତ୍ୟ ନ୍ୟାୟ ଧର୍ମ ପଥରେ ଚାଲିବାକୁ ଚେଷ୍ଟା କରନ୍ତୁ। କେବେ ବି ପରିସ୍ଥିତିକୁ ବାହାନା କରି ଏଥିରୁ ଓହରି ଯାଆନ୍ତୁ ନାହିଁ। ଗୋଟିଏ ସକାଳ ହେଉଥିଲା ଯେବେ ମୁଁ ହସି ହସି ଉଠୁଥିଲି। ହେଲେ ଏବେ ଅନେକ ଥର ବିନା ହସିବାରେ ହିଁ ସଞ୍ଜ ହୋଇଯାଉଛି। ପିତାଙ୍କର ଜୀବିତାବସ୍ଥାରେ ତାଙ୍କର ବାକ୍ୟକୁ ଅକ୍ଷରେ ଅକ୍ଷରେ ପାଳନ କରିବା। ପିତାଙ୍କ ମୃତ୍ୟୁ ପରେ ତାଙ୍କ ନିମିତ୍ତ ଭୂରି ଭୋଜନ ପ୍ରଦାନ କରୁଥିବା ତଥା ପୁଣ୍ୟ ତୀର୍ଥ ଗୟା କ୍ଷେତ୍ରରେ ସ୍ୱଚ୍ଛ ମନରେ ପିଣ୍ଡଦାନ ଦେବା। ଏହି 3 ଗୋଟି ସାର୍ଥକ କର୍ମ ଦ୍ୱାରା ପୁତ୍ରର ପୁତ୍ରତ୍ୱ ସିଦ୍ଧ ହୁଏ। ମଣିଷ ଏ ସଂସାରରେ ଜନ୍ମ ହୋଇଛି ଧର୍ମ ଓ କର୍ମ କରିବା ପାଇଁ। ଏଣୁ ଫଳ କ'ଣ ମିଳିବ କି ନାହିଁ ସେଥିପ୍ରତି ଆଶା ନ ରଖି କର୍ମ କରିଚାଲନ୍ତୁ। ଫଳ ତ ନିଶ୍ଚିତ ପାଇବେ, କାରଣ ହାଳ ବୁହା ପରିଶ୍ରମ କେବେ ବୃଥା ଯାଏନି। କାହାର ଅଭିଶାପ ଆମକୁ ଖରାପ କରିପାରିବ ନାହିଁ କି କାହାର ଆଶୀର୍ବାଦ ଆମକୁ ଭଲ କରିପାରିବ ନାହିଁ। ସବୁ
ଆମ କର୍ମ ଉପରେ ନିର୍ଭର କରେ। ତେଣୁ କର୍ମ ଉପରେ ବିଶ୍ୱାସ କରନ୍ତୁ। କର୍ମ ହିଁ ଭଗବାନ। ମଣିଷ ସବୁକିଛି ଭୁଲିପାରିବ, କିନ୍ତୁ ସେ ମୁହୂର୍ତ୍ତକୁ କେବେ ଭୁଲିପାରେ ନାହିଁ ଯେତେବେଳେ ତାକୁ ନିଜର ଲୋକଙ୍କର ଆବଶ୍ୟକ ଥିଲା, କିନ୍ତୁ ସେମାନେ ତାର ସାଥିରେ ନଥିଲେ। ସୁଖ ଆଉ ଦୁଃଖ ନିଜ ଭାଗ୍ୟ ବଳରେ ମିଳିଥାଏ। ଧନୀ ଗରିବ ଏଥିରେ କିଛି ଦେବା ନେବା ନଥାଏ। ଯଦି କାନ୍ଦିବାକୁ ଥିବ ରାଜପ୍ରସାଦରେ ଥିଲେ ମଧ୍ୟ କାନ୍ଦିବାକୁ ପଡ଼ିବ। ଯଦି ହସିବାର ଥିବ ଝୁପୁଡ଼ି ଘରେ ମଧ୍ୟ ହସର ଗୁଞ୍ଜନ ଶୁଣା ଯାଉଥିବ। ଜୟ ଶ୍ରୀ ଜଗନ୍ନାଥ।